ଶୀତ ଦିନ ଚାଲିଗଲା ପରେ ଆମକୁ ଏଇ ଗ୍ରୀନ୍ ମଟର ମିଳିବା ପୁରା ମୁସ୍କିଲ ହେଇଯାଏ। କାଁ ଭାଁ କ୍ୱଚିତ୍ କେଉଁଠି ମିଳିବ ଯଦି ସିଏ ପୁଣି ପ୍ରାଇସ୍ ବହୁତ ହାଇରେ। ଯେମିତିକି ଆମକୁ ଶୀତ ଦିନରେ ବେଳେବେଳେ 10 ଟଙ୍କା କେଜି ହେଇଯାଏ କି 20 ଟଙ୍କା କେଜି କି 30 ଟଙ୍କା କି ହାଇଲି 40-45 ଟଙ୍କା ହେଇଥାଏ। କିନ୍ତୁ ଅନ୍ୟ ସିଜିନ୍ ଯଦି ଆମକୁ କେଉଁଠି ବି କ୍ୱଚିତ୍ ମିଳିଗଲା ତ ସେତେବେଳେ କେଜିକା ହେଇଯାଇଥିବ 90 ଟଙ୍କା ଉପରେ, 150 ଟଙ୍କା, 100 ଏମିତି ଯେଉଁଠି ଯେତେ ଦର ହେଇପାରିଲା। ଆଉ ଖୋଜିଲେ ବି ମିଳେନି, ବହୁତ ଖୋଜିଲା ପରେ କାଁ ଭାଁ କେଉଁଠି ଯାଇକିନା ମିଳେ। ଆଉ ହଁ, ଫ୍ରୋଜେନ୍ ମଟର ବି ମାର୍କେଟକୁ ଆସେ, ମଲ୍ ମାନଙ୍କରେ ମିଳେ। ସେଇ ଫ୍ରୋଜେନ୍ ମଟର ଦେହ ପାଇଁ ବହୁତ କ୍ଷତିକାରକ ହୋଇଥାଏ। ଆଉ ସେଇଥିପାଇଁକା ମୁଁ ଧୀରେ ଧୀରେ ଫ୍ରୋଜେନ୍ ମଟର, ମୁଁ ଆଗରୁ ବହୁତ ଫ୍ରୋଜେନ୍ ମଟର କିଣୁଥିଲି, ଯେତେବେଳେ ଦରକାର ପଡ଼େ ମୁଁ ଆଣେ। କିନ୍ତୁ ଏବେ ଧୀରେ ଧୀରେ ମୁଁ ଫ୍ରୋଜେନ୍ ମଟର ଆଣିବା, ଖାଇବା କି ଛୁଆମାନଙ୍କୁ ଦେବା, ଫ୍ୟାମିଲିରେ ଦେବା, ରାନ୍ଧିବା ମୁଁ ପୁରା ଟୋଟାଲି ବନ୍ଦ କରିଦେଇଛି। ଆଉ ଏଇ ବର୍ଷଠାରୁ ମୁଁ ଶୀତଦିନ ଯେଉଁ ଚାଲିଥିଲା ସେତେବେଳେ ଶୀତ ସରିଆ ସରିଆ ଆଡ଼କୁ ମୁଁ ମଟର ଏମିତି କିଣି ଆଣିକିରି ସବୁ ଷ୍ଟୋର୍ କରିକି ରଖିଦେଲି ଫ୍ରୋଜେନ୍ କରିକିନା। ପାଖାପାଖି ଗୋଟେ 8ରୁ 9 କେଜି, ମାନେ ପାଖାପାଖି 10 କେଜି ପର୍ଯ୍ୟନ୍ତ ଗ୍ରୀନ୍ ମଟର ଚୋପା ଛଡ଼େଇକିରି ମୁଁ ପୁରା ନେକ୍ସଟ ମଟର ଆସିବା ପର୍ଯ୍ୟନ୍ତ, ସିଜନାଲ୍ ମଟର ଆସିବା ପର୍ଯ୍ୟନ୍ତ, ଶୀତଦିନ ପର୍ଯ୍ୟନ୍ତ ମଟର ସାଇତିକିନା ରଖିଦେଇଛି। ଯେତେବେଳେ ଆମକୁ ସମୟ ମିଳୁଥିଲା ଆମେ ଏମିତି ସବୁ ମଟର ଛଡ଼େଇ ଛାଡ଼େଇକି ରଖିଦେଉଥିଲୁ। ସମସ୍ତେ ମିଶିକିରି ମଟର ଛଡ଼େଇ ରଖିଦେଉଛୁ। କାହିଁକିନା ମୋତେ ଏମିତି ଝିଅର ଟିଫିନ୍ ପାଇଁକା ଦରକାର ପଡ଼େ। ଯେତେବେଳେ ସ୍କୁଲ ଚାଲିଥିବ ମୋତେ ପ୍ରାୟ ମଟର ଦରକାର। କାହିଁକିନା ମୁଁ ମଟରର ପୁଲାଉ କରେ, ଭେଜ୍ ପୁଲାଉ କଲେ ବି ମଟର ପକାଏ। ତା ସହିତ ମଟର ପରାଠା ହେଉ, ମଟର ପୁରୀ ହେଉ, ମଟର ଆହୁରି ବହୁତ ସାରା ଆଇଟମ୍, ଆଳୁ ମଟର ତରକାରୀ ହେଉ କି ଯେକୌଣସି ମଟର ପନିର ହେଉ, ଯେକୌଣସି ତରକାରୀରେ ମଟର ଟିକେ ପଡ଼ିଲେ ଭଲ ଲାଗେ। ପ୍ଲସ୍ ଛୁଆଙ୍କୁ ଟିକେ କଲରଫୁଲ୍ ଖାଇବା ଭଲ ଲାଗେ। ଆଉ ସେଇଥିପାଇଁକା ମୁଁ ମଟର କିଛି ନଥାଉ, ଆଳୁ ମଟର ଟମାଟର ତରକାରୀ ହେଇଗଲେ ବି ବଢ଼ିଆ ଲାଗେ। ତ ସେଇଥିପାଇଁ ଏଥରକ ଭାବିଲି ଫ୍ରୋଜେନ୍ ମଟର ବିଲକୁଲ ଆଣିବିନି। ସେ ପୁରା ବର୍ଷକ ଯାକ ମୋ ଛୁଆମାନଙ୍କୁ ଦେବେନି କି ଆମ ଘରେ କେହି ଖାଇବେନି। ସେଥିପାଇଁ ମୁଁ ଗୋଟେ ମଟର କିଣି ଆଣିକିରି ଏମିତି ଫ୍ରୋଜେନ୍ କରିକି ଚୋପା ଛଡ଼େଇ ରଖିଦେଲି। ବିଲକୁଲ ପାଣି ୟୁଜ୍ କଲିନି, କିଛି ପାଣି ଫାଣି ଲାଗିବନି। ମଟରକୁ ତ ଏମିତି ଗରମ ପାଣିରେ ପକାଇ ରଖନ୍ତି, କିନ୍ତୁ ଏମିତି ବି ରଖିଲେ କିଛି ହେବନି। ଏମିତି ସିଧା ମଟରକୁ ଚୋପା ଛଡ଼େଇକି ଡବା ରଖିପାରିବେ। ମୋ ପାଖରେ ଡବା ଏବେ ନଥିଲା, ମୁଁ ଗୋଟେ ଦିନ ପାଇଁ ଏମିତି ପଲିଥିନରେ ବାନ୍ଧିକି ରଖିଦେଲି। ଆଉ ଡବା ଆକ୍ଚୁଆଲି ମୋତେ ଉପରୁ ବାହାର କରିବାର ଥିଲା, ଡବା ଉପରେ ଅଳିଆମଳିଆ ହେଇକି ପଡ଼ିଲା, ତାକୁ ବାହାର କରିକିରି ଗୋଟେ ଦିନ ପରେ ତାକୁ ସଫାସଫି କରିକି, ଦେଖନ୍ତୁ ଫାଇନାଲି ଡବା ବାହାର କରି ତାକୁ ସଫାସଫି କରିକିରି ସେଇ ପ୍ୟାକେଟରୁ ବାହାର କରିକିରି ପୁଣି ଥରେ ଡବାରେ ଷ୍ଟୋର୍ କରି ତାକୁ ରଖିଦେଲି। ଏଗୁଡ଼ା ମୋର ପୁରା ବର୍ଷ ଯାକ କାମରେ ଲାଗିବ ଆଗକୁ ଆଗକୁ। ଆପଣମାନେ ସବୁ ରଖିଛନ୍ତି ନା ନାହିଁ କହିବେ। କାହିଁକିନା ଯେତେବେଳେ ମନେ ପଡ଼େ ମଟର ଖାଇବାକୁ, ମଟର ନଥାଏ ସେତେବେଳେ। ସେଥିପାଇଁକା ମୁଁ ଏମିତି ତାକୁ ଏଇଥରକଟା ରଖିଦେଇଛି। ଆଉ ପ୍ୟାକେଟ୍ ମଟର ବି ମୋର କିଣିବାର ନାହିଁ, କାହିଁକିନା ସେଇଟା ବହୁତ କ୍ଷତିକାରକ ଦେହ ପାଇଁକା। ଫାଇନାଲି ଏଠି ମୋର ମଟର ପୁରା ବର୍ଷ ପାଇଁକା ରେଡ଼ି ହେଇଗଲା।